নমস্কার জয় জগন্নাথ দর্শক বন্ধু ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଘାରିଲାଣି ବାତ୍ୟା ବହି ଆସନ୍ତା 48 ଘଣ୍ଟାରେ ଲଘୁଚାପ ନେବ ଅବବର୍ତ୍ତ ରୂପ ଏହିସବୁ ସ୍ଥାନରେ ପ୍ରବଳ ବର୍ଷିବ ଜାଣନ୍ତୁ। ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଆପଣଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ପ୍ରେସ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ ଖବର ଉପରେ ନଜର ପକାଇବା। ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗଲ୍ଫ ଅଫ୍ ମନ୍ନାର ବା ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅବବର୍ତ୍ତ ରୂପ ନେଇପାରେ ଲଘୁଚାପ ଜାଣନ୍ତୁ। ବରିଷ୍ଠ କୃଷି ପାଣିତତ୍ତ୍ୱବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ ମେ 11ରୁ 13 ତାରିଖ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବ। ମେ ମାସ ମଧ୍ୟଭାଗରେ ଏହା ଘନୀଭୂତ ହୋଇ ଅବପତ୍ତର ରୂପ ନେବା ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ ବୋଲି ନାହିଁ ସେ ନେଇ ପୂର୍ବାନୁମାନ ସ୍ପଷ୍ଟ ସୂଚନା ମିଳିନାହିଁ। ସମୁଦ୍ର ପୃଷ୍ଠରୁ ତାପମାତ୍ରା 30ରୁ 31 ଡିଗ୍ରୀ ସେଲସିୟସ୍ ବା ବାୟୁମଣ୍ଡଳୀୟ ଆର୍ଦ୍ରତା ବାତ୍ୟା ପାଇଁ ଅନୁକୂଳ ଥିଲେ ଓ ଅନ୍ୟ କେତେକ ବାୟୁମଣ୍ଡଳୀୟ କାରକ ଏଥିରେ ବାଧା ସୃଷ୍ଟି କରିପାରନ୍ତି। ଏହି ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ପାଇଁ ପରିବେଶ ଅନୁକୂଳ ହେବ। ମେ ମାସ ମଧ୍ୟଭାଗରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ। ଏହା ସହ ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ। ସୋମବାର ଉତ୍ତର ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 40ରୁ 50 ବେଗରେ ପବନ ବହିବାର ସମ୍ଭାବନା ରହିଛି। 12 ଏବଂ 13 ତାରିଖ ବେଳକୁ ରାଜ୍ୟର କେତେକ ବିକ୍ଷିପ୍ତ ସ୍ଥାନରେ ବର୍ଷା ଜାରି ରହିପାରେ। ବର୍ତ୍ତମାନ ରାଜ୍ୟର ତାପମାତ୍ରା 40 ଡିଗ୍ରୀ ତଳେ ରହିଛି। ନୂଆପଡ଼ାରେ ସର୍ବାଧିକ 39 ଡିଗ୍ରୀ, ସୋନପୁରରେ 38.8 ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଅପରାହ୍ନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି।